ମୁଁ ସୂର୍ଯ୍ୟବ୍ରତ ସ୍ୱାଇଁ। ତ ମୁଁ ଲାଷ୍ଟ 7 ଇୟର୍ସ ହେଲା ମୁଁ ଆଇଟିରେ କାମ କରୁଛି। ତ ଆଉ ତା ସାଙ୍ଗରେ ମୁଁ ଟିଚିଂ ସାଙ୍ଗରେ ବି ଜଡ଼ିତ ଅଛି, ଯେଉଁଟା ଆମର ଟ୍ୟାଲେଣ୍ଟ ଲିଗ୍ କରିକି ଇନଷ୍ଟିଟ୍ୟୁଟ୍ ଅଛି। ତ ସେଥିରେ ଆମେ ବହୁତ ସାରା ପିଲାଙ୍କୁ ପଢ଼େଇକି ତାଙ୍କୁ କେମିତି ଜବ୍ ପାଇବେ ସେମାନେ ଆଇଟିରେ, ନନ୍ ଟେକ୍ନିକାଲ୍ ପିଲା ହୁଅନ୍ତୁ ତ ସେଥିରେ ବି ମୁଁ ଅଛି। ଆପଣ କୋଉ କାଟାଗୋରୀର ପିଲା ନେଉଛନ୍ତି ଆଉ କ୍ୱାଲିଫିକେସନ୍ କ'ଣ ରହୁଛି? କ୍ୱାଲିଫିକେସନ୍ ତ କ୍ୱାଲିଫିକେସନ୍ ଆମର ମିନିମମ୍ ଗୋଟେ କ୍ରାଇଟେରିଆ ରହୁଛି ଯେ ଗ୍ରାଜୁଏସନ୍ ଗୋଟେ ପିଲା କରିଥିବା ଦରକାର। ବିଟେକ୍ ହଉ, ବିଏ ହଉ, ଯାହା ବି ହଉ, MBA ହଉ, କିଛି ବି ହଉ, ଗ୍ରାଜୁଏସନ୍ ହେଇଥିବା ଦରକାର। ସେ ପିଲା ଆସିଲେ ଆମେ ତାଙ୍କୁ କମ୍ପ୍ଲିଟଲି ତାଙ୍କ କମ୍ୟୁନିକେସନ୍ ହେଲା, ତାଙ୍କର ଟେକ୍ନିକାଲ୍ ସ୍କିଲ୍ସ ହେଲା, ତାଙ୍କୁ ପଲିସ୍ କରିକି ଆମେ ତାଙ୍କୁ ଆଇଟିରେ କେମିତି ସେମାନେ ଜବ୍ ପାଇପାରିବେ ସେଥିପାଇଁ ଆମେ ବେସିକଲି କ'ଣ କୋର୍ସ ଆମର ଏବେ ପ୍ରାଇମେରୀ ଫୋକସ୍ ରହୁଛି। ଆମେ ପ୍ରାୟତଃ ସବୁ କଭର କରୁଛୁ ଆଇଟିରେ, ଟେଷ୍ଟିଂ ହେଲା, ଏସବୁ ହେଲା। ବଟ୍ ଆମର ପ୍ରାଇମେରୀ ହେଲା ଡେଟା ଆନାଲିଟିକ୍ସ, ଡେଟା ସାଇନ୍ସ ଉପରେ ଆମେ ଫୋକସ୍ କରୁଛୁ। ଆଉ ସବୁଠୁ ଅଧିକା ପ୍ଲେସମେଣ୍ଟ ଆମର ପାଇଛନ୍ତି ଡେଟା ଆନାଲିଟିକ୍ସ, ଡେଟା ସାଇନ୍ସରେ। ତ ସେଇଟା ଆମର କୋର୍ସ ଆମେ ପ୍ରୋଭାଇଡ଼ କରୁ। ଏଠି ସେ ପିଲା ଆଡ଼ମିସନ୍ କରିବାକୁ କ'ଣ ପଇସା ଦେବାକୁ ପଡ଼େ ନା ଫ୍ରି ଅଫ୍ କଷ୍ଟରେ? ନାଇଁ, ପଇସା ଆମେ ନେଉ, କିନ୍ତୁ ମାର୍କେଟ ଷ୍ଟାଣ୍ଡାର୍ଡ ହିସାବରେ ଆମେ ଯେତିକି ନେଉଛୁ ଗୋଟେ ପିଲା ଇଜିଲି ଆଫୋର୍ଡ କରିପାରିବ, ଆଉ ସେଇଟା ଇଜି EMI ହିସାବରେ ଆମେ ନେଉଛୁ। ମାନେ 6 ମନ୍ଥସରେ ଆମର ରହୁଛି ଡ୍ୟୁରେସନ୍, ତା ଭିତରେ ଆମେ EMIରେ ବି ନେଉଛୁ। ପ୍ଲେସମେଣ୍ଟ କ'ଣ କେମିତି? ପ୍ଲେସମେଣ୍ଟ ଆମେ କ'ଣ କରୁଛୁ କି କେମିତି ପିଲାଙ୍କର କମ୍ପ୍ଲିଟ୍ ପ୍ରୋଫାଇଲ୍ ବନେଇବା, ତାଙ୍କର ମକ୍ ଇଣ୍ଟରଭ୍ୟୁ ହେଲା, ତାଙ୍କୁ କମ୍ୟୁନିକେସନ୍ ତାଙ୍କର ସୁଧାରିବା ସାଙ୍ଗରେ, ଆଉ ଆମର ଯେଉଁ ମକ୍ ଇଣ୍ଟରଭ୍ୟୁ ପ୍ଲସ୍ କମ୍ୟୁନିକେସନ୍ ଇଏ ହେଇଗଲା, ତାପରେ ଟେକ୍ନିକାଲ୍ ସ୍କିଲ୍ସରେ ତାଙ୍କୁ ଆମେ ପୁରା ପଲିସ୍ କରିକି ଦେନ୍ ତାଙ୍କର ଯେଉଁ ଜବ୍ ପ୍ରୋଫାଇଲ୍ ହଉ ସେଗୁଡ଼ା ବନଉଛୁ, ଆଉ ତାଙ୍କ ରେଜ୍ୟୁମେ ବନଉଛୁ, ଯେମିତିକି ମ୍ୟାକ୍ସିମମ୍ ଇଣ୍ଟରଭ୍ୟୁ କଲ୍ସ ତାଙ୍କୁ ଆସିବ। ଆଉ ଇଣ୍ଟରଭ୍ୟୁରେ କେମିତି ସେମାନେ ଆନ୍ସର୍ ଦେବେ, ମକ୍ ଇଣ୍ଟରଭ୍ୟୁରେ ଆମେ ସେଇଟା ଶିଖାଉଛୁ ପିଲାଙ୍କୁ। ତ ତାଙ୍କର ଗୋଟେ ଇଣ୍ଟରଭ୍ୟୁ ଫିୟର୍ ରହୁନି ପିଲାଙ୍କର, କି ଫିୟର୍ ରହୁନି ଏଥିପାଇଁ ସେମାନେ କିଏ କେଉଁ ବ୍ୟାକଗ୍ରାଉଣ୍ଡରୁ ଆସୁଛି, କିଏ ନନ୍ ଟେକ୍ନିକାଲ୍ ବ୍ୟାକଗ୍ରାଉଣ୍ଡରୁ ଆସୁଛନ୍ତି, BA BCom ପିଲା, ତାଙ୍କର ଆଇଡ଼ିଆ ନାହିଁ ଆଇଟି ଉପରେ। ତ ସେଥିପାଇଁ ଆମେ କମ୍ପ୍ଲିଟଲି କେମିତି ଗୋଟେ ପିଲା ଯାଇକି ସଷ୍ଟେନ୍ କରିବ ଆଇଟି ଇଣ୍ଡଷ୍ଟ୍ରିରେ, ଆଉ ତାର କମ୍ୟୁନିକେସନ୍ କି ଫ୍ୟାକ୍ଟର କ'ଣ ସବୁ, କେମିତି ଯାଇକି ଇଣ୍ଟରଭ୍ୟୁରେ କେମିତି ଆଟେଣ୍ଡ କରିବ, ଟେକ୍ନିକାଲ୍ ସ୍କିଲ୍ସରେ କେମିତି କ୍ୱେଶ୍ଚିନ୍ ଆସିବ, ତାକୁ କେମିତି ସେ ଟ୍ୟାକେଲ୍ କରିପାରିବ, ଫେସ୍ କରିପାରିବ, ସେ ସବୁ ଓଭରଅଲ୍ ଆମେ କମ୍ପ୍ଲିଟ୍ ହେଲ୍ପ କରୁଛୁ ଗୋଟେ ପିଲାକୁ। କମ୍ପ୍ଲିଟ୍ ସେ ରେଡ଼ି ହେଇପାରିବ ଇଣ୍ଟରଭ୍ୟୁ ଦେଇକି କ୍ରାକ୍ କରିବା ପାଇଁ ଆଇଟି ଗୋଟେ ଭଲ ଜବ୍। କୋର୍ସ କେତେ ମାସ ରହୁଛି? କୋର୍ସ ଆମର 6 ମନ୍ଥସ୍ ରହୁଛି ଡ୍ୟୁରେସନ୍। ତ 6 ମନ୍ଥସରେ ମଲ୍ଟିପଲ୍ ସ୍କିଲ୍ସ ଅଛି, ସେଇଟା କଭର କରୁଛୁ। ଆଉ ବହୁତ ହିଁ ସ୍ଲୋରେ ଆମର ଯେତିକି ଫ୍ୟାକଲ୍ଟି ମାନେ ଅଛନ୍ତି, ପୁରା ସ୍ପୁନ୍ ଫିଡ଼ିଂ ଟାଇପ୍ର ଏନି ପିଲା, ଯେହେତୁ ଆମେ ସବୁ ଟାଇପ୍ର ପିଲାଙ୍କୁ କ୍ୟାଟର କରୁଛୁ, ସବୁ ଟାଇପ୍ ଇନ୍ ଦ ସେନ୍ସ ନର୍ମାଲ ନନ୍ ଟେକ୍ନିକାଲ୍ ପିଲା ହୁଅନ୍ତୁ, ଯେଉଁମାନଙ୍କୁ କୋଡ଼ିଂ ଜାଣିନାହାନ୍ତି, ଇଏ ନାହାନ୍ତି, ତ ସେମାନଙ୍କୁ ବି ଆମେ କଭର କରୁଛୁ। ତ ବହୁତ ହି ସ୍ଲୋ ପେସ୍ରେ ସ୍ପୁନ୍ ଫିଡ଼ିଂ କଲା ପରେ ଆମେ ପିଲାଙ୍କୁ ପଢ଼ାଉଛୁ, ଟ୍ରେନିଂ ଦେଉଛୁ। ଆଉ ସବୁ ପିଲା ମାନେ ଇଭେନ୍ ମୁଁ କହିପାରିବି ଯେ ଗୋଟେ ଇଭେନ୍ 10th ପିଲା ଯଦି ଆମ ରେକର୍ଡିଂ ଦେଖିଲା କି ଆମ କ୍ଲାସ୍ରେ ବସିକି ଆମ କ୍ଲାସ୍ ଆଟେଣ୍ଡ କଲା, ଏତେ ସ୍ଲୋ ପେସ୍ରେ ଆମେ ପଢ଼ାଉଛୁ, ଗୋଟେ 10th ପିଲା ବି ବୁଝିପାରିବେ, ସେତେ ଇଜିଲି ଆମେ ପଢ଼ୁ। ଡେମୋ କ୍ଲାସ୍ ତ? ହଁ, ଆମର ଡେମୋ କ୍ଲାସ୍ ରହୁଛି। ଆପଣ ଗୋଟେ କିମ୍ବା ଦୁଇଟା ଡେମୋ କ୍ଲାସ୍ ଆପଣ କରିକି ଦେଖିପାରିବେ। ଆଉ ତା ସାଙ୍ଗରେ ଆମର ଲାଇଭ୍ କ୍ଲାସ୍ ଅଛି, ଯେଉଁ ଗୋଟେ ଲାଇଭ୍ କ୍ଲାସ୍ ହେଉଛି ତାର ରେକର୍ଡିଂ ବି ଅଛି। ଆମେ କିଛିଟା ରେକର୍ଡିଂ ବି ଦେଇଦେଉ ପିଲାଙ୍କୁ, ଦେଖନ୍ତୁ କେମିତି ପଢ଼ାଯାଉଛି। आपको यदि भल लगे तो यू कैन प्रोसीड विद। थैंक यू। आप परिचय दीजिए। जी, मेरा नाम अजितेश है। मैं टैलेंटर के साथ जुड़ा हूँ एंड मेरा ओवरऑल 8+ इयर्स एक्सपीरियंस है इनटू आईटी। सो या सर क्या कहेंगे टैलेंटर के बारे में? टैलेंटल के बारे में, टैलेंटल एक ऐसा प्लेटफॉर्म है जहाँ पे हम बच्चों को स्क्रैच से, फ्रॉम नॉन आईटी बैकग्राउंड, जो भी नॉन आईटी बैकग्राउंड से है, तो उनको हम आईटी रिलेटेड कैसे कोर्स दिला सकते हैं एंड कैसे वो प्रोसीड कर सकते हैं फॉर फर्दर करियर, उनका ऑप्शन कैसे क्या अच्छा हो सकता है आईटी में, तो उनके बारे में हम क्या करते हैं, कोर्स प्रोवाइड करते हैं। सिर्फ आप आईटी के कोर्स देते हैं या इसके अलावा और कोई देते हैं? नहीं, हमारा जो मेजर कोर्स है वो डेटा एनालिटिक्स है, बिजनेस एनालिटिक्स है, डेटा साइंस है, सॉफ्टवेयर टेस्टिंग है। अब बिजनेस एनालिटिक्स हम इसीलिए देते हैं, जो बच्चा एमबीए कर चुका है और वो आईटी को या फिर एचआर एनालिस्ट या फिर मार्केट रिसर्च एनालिस्ट ऐसा प्रोफाइल्स में जाना चाहता है, तो उनके लिए बहुत अच्छा ऑप्शन है बिजनेस एनालिटिक्स, डेटा एनालिटिक्स। ମୁଁ ଗୋଟେ ସୋସିଆଲ ୱାର୍କର, ତା ସହିତ ଆଇଟିରେ ବି କାମ କରେ। ତାପରେ ବହୁତ ବଡ଼ ଜିନିଷ ହେଲା କି ମୁଁ ଏଇ ଟ୍ୟାଲେଣ୍ଟେଲ ସହିତ ଦୀର୍ଘ ଦିନରୁ ଜଡ଼ିତ। ମୁଁ ଜାଣିଛି ଏମାନେ କେଉଁ ହିସାବରେ ପିଲାମାନଙ୍କୁ ହେଲ୍ପ କରନ୍ତି। ଯେଉଁ ଆଜିକାଲି ଦୁନିଆରେ ଦେଖିବେ, ଜେନେରାଲି ବାପା ମା ଯେତେବେଳେ ପିଲାଟା ଚାକିରି ନ ପାଉଛି, ସେ ବାପା ମାଙ୍କ ଉପରେ ଗୋଟେ ବର୍ଡନ୍ ଟାଇପ୍ର ହେଇଯାଉଛି, ରାଇଟ୍। ତ ସେମାନେ ମାନେ ତାଙ୍କ ବାପା ମା ବି ନିଶ୍ଚିନ୍ତରେ ରାତିରେ ଶୋଇପାରୁନାହାନ୍ତି, ପିଲାମାନେ ବି ରାତିରେ ଶୋଇପାରୁନାହାନ୍ତି। ଆ ଭିତରେ ଗୁଡ଼ାଏ ପିଲା ଦେଖିବେ ଆମର ଯେଉଁମାନେ
ଜେନେରାଲ କାଟାଗୋରୀର ପିଲା ମୁଁ କହିବାକୁ ଚାହୁଁଛି ଯୋଉମାନେ ବିଏସସି ବିକମ୍ କିମ୍ବା ଆପଣଙ୍କର ବିଏ ଗ୍ରାଜୁଏଟ୍ ଯୋଉମାନେ ଦେଖିବାକୁ ଗଲେ ସେମାନଙ୍କର ଗ୍ରାଜୁଏସନ କମ୍ପ୍ଲିଟ୍ କରି ତାଙ୍କ ପାଇଁ ଅନ୍ଧକାର ଦେଖାଯାଉଛି ଦୁନିଆଟା। ସେମାନେ ନେକ୍ସଟ ଷ୍ଟେପ୍ କ'ଣ ନେବେ ସେମାନେ ଜାଣିପାରୁନାହାନ୍ତି। ଏଇ ଟ୍ୟାଲେଣ୍ଟେଲ ଗୋଟେ ଏମିତିଆ ଇନଷ୍ଟିଚ୍ୟୁଟ୍ ଏମାନେ ସେଇ ପିଲାମାନଙ୍କୁ ଯୋଉ କହନ୍ତି ମଙ୍ଗ ଧରାନ୍ତି, ମାନେ କୂଳକୁ ନେଇଯାଆନ୍ତି। ମାନେ ଗୋଟେ ଇଏ ପଢିଥିବ ଗୋଟେ ପିଲା ସିଏ ଆସେ ସେ କେବେ ଭାବି ପାରିବନି ମୁଁ କାଲି ଜାଗାରେ ଯାଇକି ଇନଫୋସିସ୍ TCS ଆପଣଙ୍କର ବହୁତ ବଡ ବଡ ଯୋଉ ଅଛି ମାଇକ୍ରୋସଫ୍ଟ ରେ ଚାକିରି କରିବି, ସେମାନେ କେବେ ଭାବି ପାରିବେନି। କିନ୍ତୁ ଟ୍ୟାଲେଣ୍ଟେଡ ସେମାନଙ୍କୁ ସେଇ ଜାଗାଟା ଦେଖେଇଦିଏ। ବହୁତ ବଡ ଜିନିଷ ହଉଛି କଣ କି ଏମାନଙ୍କର ପଇସା ଯୋଉ ଚାର୍ଜ କରନ୍ତି ବହୁତ ମିନିମାଲ ଚାର୍ଜେସ୍ ବୋଲି ମୁଁ କହିବି। ଯଦି ଆପଣ ଏଇ ଜିନିଷଟା ବାଙ୍ଗଲୋର ଯିବେ କିମ୍ବା ହାଇଦ୍ରାବାଦ ଯିବେ ବହୁତ ଅଧିକ ପଇସା ପଡ଼ିବ। ଯୋଉମାନେ ଡାଟା ସାଇନ୍ସ ହଉ କି ଡାଟା ଆନାଲିସିସ୍ ହଉ କି ମେସିନ୍ ଲର୍ଣ୍ଣିଂ ହଉ ଯୋଉ ବି ହଉ, ଯୋଉମାନେ ଏବେ ଆଜିକା ଦୁନିଆରେ ଦରକାର। ଏବେ ଜାଣିଛନ୍ତି AI କେମିତି ଆସିଗଲାଣି ମାର୍କେଟକୁ। AI ନ ଜାଣିଲେ ଗୋଟେ ପିଲା କିଛି ବି କରିପାରିବ। এটা কোন জায়গায় আছে? ଏଇଟା ରିଜର୍ଭ ବ୍ୟାଙ୍କ କଲୋନୀର ଫ୍ରଣ୍ଟକୁ ଆସିଲେ ଆଇଡି ମାର୍କେଟ ପାଖାପାଖି ମିଳିପାରିବ। ଆଉ ମାନେ ଗୋଟେ ବହୁତ ଇଜିଲି ଗୋଟେ ଲୋକ ପାଇପାରିବ, ଏଥିପାଇଁ କି କୌଣସି ଅସୁବିଧା ହେବାକୁ ପଡ଼ିବନି। ଯିଏ ବି ଚାହିଁବ ସେ ଆସିପାରିବ। ଆଉ ମେନଲି ଆଙ୍କର ଗୋଟେ ବଡ଼ ଜିନିଷ ହେଉଛି ମାନେ ଭାର୍ଚୁଆଲ ମୋଡ଼ରେ ପିଲାମାନଙ୍କୁ ହେଲ୍ପ କରନ୍ତି। ଧର ଗୋଟେ ପିଲା ଅଛି କଳାହାଣ୍ଡିରେ କିମ୍ବା କୋରାପୁଟରେ ଅଛି, ସିଏ ଆସିକି ଭୁବନେଶ୍ୱର ରହିବ ଆଉ ରହିକି ତା କୋର୍ସ କରିବ, ଏଇଟା ଭେରି ଡିଫିକଲ୍ଟ ଫର୍ ହିମ୍, ରାଇଟ୍। ତ ଏମାନେ ଭାର୍ଚୁଆଲ ମୋଡ଼ରେ ବି କରନ୍ତି। ଆଜିକାଲି ଦେଖିବେ ଖାନ୍ ସାର୍ ଯେମିତି ଭାର୍ଚୁଆଲି କରୁଛନ୍ତି, ତାଙ୍କ ପଛରେ ପିଲା ବାୟା। ତ ମୁଁ କହିବି ଏମାନେ ଗୋଟେ ସେଇ ଲେବୁଲର କାମ କରୁଛନ୍ତି, ରାଇଟ୍। ଏମାନେ ଖାନ୍ ସାର୍ ଆପଣଙ୍କର ଛୋଟ ମାନେ 10th ପଢ଼ୁଛନ୍ତି ନେଇକି +2 ପର୍ଯ୍ୟନ୍ତ ଆସୁଛନ୍ତି। ତା ପର ଷ୍ଟେପ୍ଟା ଏମାନେ ଦେଖୁଛନ୍ତି, ମାନେ ଯେଉଁଟାକି ଗୋଟେ ରିଏଲି ନିଡ୍ ଗୋଟେ ପିଲା ପାଇଁ। ଆଜିକାଲି ଦୁନିଆରେ ଚାକିରିଟା ହେଉଛି ବହୁତ ବଡ଼ ଜିନିଷ। ଚାକିରିଟା କରିବା ଗୋଟେ ମାନେ ଗୋଟେ କହିବାକୁ ଗଲେ ଆମେ ଆଗରୁ କ'ଣ କହୁଥିଲେ ଯେ ଭାଗ୍ୟରେ ଥିଲେ ଚାକିରି ମିଳେ। ମୁଁ ସେ କଥା କହିବାକୁ ଚାହିଁବିନି। ଭାଗ୍ୟରେ ଥିଲେ ଭାଗ୍ୟ ତ ନିଶ୍ଚିତ ଅଛି, ତା ସହିତ ଆମର କର୍ମ ଦରକାର। ଆଉ କର୍ମ ସହିତ ସଠିକ୍ ଗୋଟେ ମଙ୍ଗ ମାନେ ଗୋଟେ ଗୁରୁ ଦରକାର, ଗୋଟେ ପ୍ରୋସେସ୍ ଦରକାର। ସେଇ ପ୍ରୋସେସ୍ଟା ଏମାନେ ଜଣାଇବ। ତେଣୁ ମୁଁ ଏମାନଙ୍କ ସହିତ ମିଶିକି ମୋତେ ବହୁତ ଖୁସି ଲାଗୁଛି। କାହିଁକିନା ଏମାନେ ବହୁତ ପିଲାଙ୍କୁ ଆପଣ ଦେଖିଥିବେ ଏଇ ଯେଉଁ ଲୋକମାନେ ସେମାନେ ଅଲରେଡ଼ି ପ୍ଲେସମେଣ୍ଟ ପାଇସାରିଲେଣି। ସେମାନେ ତାଙ୍କ ଭିତରୁ କିଏ BSc, ଦେଖନ୍ତୁ ଗୋଟେ BSc ପିଲା ସେ ଡାଟା ଆନାଲିଷ୍ଟ ଏଇଟା ଛୋଟିଆ ଜିନିଷ ନୁହଁ। ଆଜିକାଲି ଦେଖିବାକୁ ଗଲେ ଆଗକୁ ଆମେ ଯଦି ଚିନ୍ତା କରୁଛୁ ଗୋଟେ BTech କରିବ ନହେଲେ MCA କରିବ, ତାପରେ ସେ ଗୋଟେ କମ୍ପାନୀ ଜବ୍ କରିବ। ସେମାନେ ବି କମ୍ପାନୀ ପାଇବେନି ଯେପର୍ଯ୍ୟନ୍ତ ପ୍ରୋଜେକ୍ଟ ନ ହେଇଛି। ସେ ପ୍ରୋଜେକ୍ଟ ପାଇଲା ପରେ ସେମାନେ ଡାଟା ଆନାଲିଷ୍ଟ ଶିଖିବେ। କିନ୍ତୁ ଏମାନେ ଷ୍ଟାର୍ଟିଂରୁ ସେଇ ଜିନିଷଟା ଦେଇଦେଉଛନ୍ତି। ସେ ଭେରି ଗୁଡ୍ ଥିଙ୍ଗ। ଆଉ ମୁଁ ଭାବୁଛି ଯେଉଁ ଓଡ଼ିଶାର ଆମର ଯେଉଁ ଓଡ଼ିଆ ପିଲାମାନେ ଅଛନ୍ତି ସେମାନେ ସମସ୍ତେ ଆସନ୍ତୁ, ଆସିକି ଟ୍ୟାଲେଣ୍ଟେଡ ସହିତ ଜଡ଼ିତ ହୁଅନ୍ତୁ। ଆଉ ମୁଁ ଆଶା କରୁଛି ସେମାନେ ନିଶ୍ଚିତ ଭାବରେ ଆଙ୍କର ଦିଗ୍ଦର୍ଶନ ଦ୍ୱାରା ବହୁତ ଭଲ ଜାଗାରେ ପ୍ଲେସମେଣ୍ଟ ପାଇବେ ଆଉ ହେଇପାରିବେ।